ଯେଉଁ ପିଲାମାନେ ପିଜି ସିପିଟି ପାଇଁ ଆପ୍ଲାଏ କରିଥିଲେ ସେମାନେ ଭଲ ଭାବରେ ଜାଣିଥିବେ ଯେ ତାଙ୍କର ଏକ୍ଜାମ୍ 5 ମେରୁ ଆରମ୍ଭ ହୋଇ 18 ମେ ପର୍ଯ୍ୟନ୍ତ ରହୁଛି ଏବଂ ସେମାନଙ୍କର ଆଡ଼ମିଟ୍ କାର୍ଡ଼ ଟାଇମ୍ 30 ଏପ୍ରିଲ 11ଟା AM ରେ ଷ୍ଟାର୍ଟ ହେଇଯାଉଛି। ସେମାନେ ମନ କରିକି ସାମ୍ସ ୱେବସାଇଟ୍ରେ ଆଡ଼ମିଟ୍ କାର୍ଡ଼କୁ ଡାଉନଲୋଡ଼ କରିନେବେ। ବର୍ତ୍ତମାନ ସମସ୍ତେ ଏକ୍ଜାମ୍ ପାଇଁ ଜୋରଦାର ଭାବରେ ଲାଗିଯାଆନ୍ତୁ କାରଣ ଏକ୍ଜାମ୍ ଆଉ ଅଳ୍ପ ଦିନ ରହିଲା। ମୁଁ କେଉଁ ଦିନ କେଉଁ ଏକ୍ଜାମ୍ ଅଛି ତାହାର PDF ଲିଙ୍କ୍ ମୋର ଡେସ୍କ୍ରିପ୍ସନ୍ରେ ଦେଇଦେବି। ତା ସହିତ ମୁଁ ବର୍ତ୍ତମାନ ଏବେ ଦେଖାଇ ଦେଉଛି ଏକ୍ଜାମ୍ କେଉଁ ଦିନ କ'ଣ ଅଛି। ଦେଖନ୍ତୁ ତୁମର 2ଟା ସିଟିଂରେ ଆମର ଏକ୍ଜାମ୍ ହେଉଛି। ଫାର୍ଷ୍ଟ ସିଟିଂଟା 10ଟାରୁ 10:40 AM ଯାଏଁ ରହୁଛି ଆଉ ସେକେଣ୍ଡ ସିଟିଂଟା 3ଟାରୁ 3:40 AM ପର୍ଯ୍ୟନ୍ତ ସରି 3ଟା PM ରୁ 4:40 PM ପର୍ଯ୍ୟନ୍ତ ରହୁଛି। ତ ଫାର୍ଷ୍ଟ ସିଟିଂ ତୁମର 5 ତାରିଖରେ ତୁମର ଫାର୍ଷ୍ଟ ସିଟିଂରେ କମର୍ସ ବାୟୋଲୋଜି ସୋସିଓଲୋଜି, ସେକେଣ୍ଡ ସିଟିଂରେ ଏନ୍ଭାୟରମେଣ୍ଟାଲ ସାଇନ୍ସ ଏଜୁକେସନ୍ ଆନ୍ଥ୍ରୋପୋଲୋଜି এই ଭାବରେ ତୁମର ରହୁଛି। 16 ତାରିଖ ପର୍ଯ୍ୟନ୍ତ ଏକ୍ଜାମ୍ ରହିବ, 16 ତାରିଖରେ ସରିବ ଏବଂ ତୁମର ଜୁନ୍ 19ରେ ଏକ୍ଜାମ୍ର ରେଜଲ୍ଟ ବାହାରୁଛି। ସମସ୍ତେ ଏକ୍ଜାମ୍ ପାଇଁ ପ୍ରିପାରେସନ୍ରେ ଲାଗି ପଡ଼ନ୍ତୁ।